ବର୍ତ୍ତମାନ ଯାହାକି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ବା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ତରଫରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଆସିଯାଇଛି। ତ ଯେଉଁମାନଙ୍କର ରେଜଲ୍ଟ ଆସିଯାଇଛି ସେମାନଙ୍କୁ ବହୁତ ବହୁତ ଯାହାକି ଶୁଭେଚ୍ଛା। କିନ୍ତୁ ବର୍ତ୍ତମାନ ପିଲାମାନଙ୍କ ମଧ୍ୟରେ ଆଉ ଏକ ରେଜଲ୍ଟ ଆସିଲା ପରେ ଆଉ ଏକ ଚିନ୍ତା ଯାହାକି ଆସିଯାଇଛି, ଯେହେତୁ ଏବର୍ଷ ବୋର୍ଡ଼ ତରଫରୁ ପିଲାମାନଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ତ ବର୍ତ୍ତମାନ ସେଇ ଡିଜିଟାଲ ସାର୍ଟିଫିକେଟ୍ କ'ଣ ଏବଂ ପିଲାମାନେ ସେଇ ଡିଜିଟାଲ ସାର୍ଟିଫିକେଟ୍ କେମିତି ଡାଉନଲୋଡ଼ କରିବେ ତା ନେଇ ବହୁତ ଚିନ୍ତିତ ଅଛନ୍ତି ଏବଂ ବହୁତ ସାରା ପିଲାମାନେ ଯାହାକି କମେଣ୍ଟ ମଧ୍ୟ କରୁଥିଲେ ଯେ ସାର୍ ଡିଜିଟାଲ ସାର୍ଟିଫିକେଟ୍ ଆମେ କେମିତି ଡାଉନଲୋଡ଼ କରିବା, ତାର ପ୍ରୋସେସ୍ କ'ଣ ରହିଛି, ତା ବିଷୟରେ ଆଜିର ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିନେବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିନେବେ। ତ ସର୍ବପ୍ରଥମେ ଜାଣିବା ଡିଜିଟାଲ ସାର୍ଟିଫିକେଟ୍ କ'ଣ। ତ ଜାଣିଥିବେ ଯେଉଁମାନେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପରେ ସେମାନଙ୍କୁ ସ୍କୁଲ ତରଫରୁ ଏକ ଫିଜିକାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିଲା, କିନ୍ତୁ ଏବର୍ଷ ବୋର୍ଡ଼ ତରଫରୁ ସେଇ ଫିଜିକାଲ ସାର୍ଟିଫିକେଟ୍ ବଦଳରେ ତାଙ୍କୁ ଅନଲାଇନ୍ରେ ଡିଜିଟାଲ ସାର୍ଟିଫିକେଟ୍ ପ୍ରୋଭାଇଡ଼ କରାଯିବାର ବ୍ୟବସ୍ଥା କରାଯାଇଛି। ତ ସେଇ ଡିଜିଟାଲ ସାର୍ଟିଫିକେଟ୍କୁ ବର୍ତ୍ତମାନ ଯାହାକି ଡାଉନଲୋଡ଼ କରିବା ପାଇଁ ପିଲାମାନଙ୍କ ପାଖରେ ଅପସନ୍ ରହିଛି। ତ ଦେଖନ୍ତୁ ଯାହାକି ଅଫିସିଆଲ୍ ୱେବସାଇଟ୍ ଆପଣ ଦେଖିପାରୁଥିବେ, ଏଠାରେ ଗୋଟେ ଦେଖନ୍ତୁ ଲେଖା ହେଇଛି କ୍ଲିକ୍ ହିଅର୍ ଟୁ ଡାଉନଲୋଡ଼ ଡିଜିଟାଲ ସାର୍ଟିଫିକେଟ୍। ତ ଏହି ଅପସନ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ସାଇଟ୍ ଟୋଟାଲ୍ ବି ଓପନ୍ ହେଉନାହିଁ। ପିଲାମାନଙ୍କର ବହୁତ ସାରା କନଫ୍ୟୁଜନ୍ ରହୁଛନ୍ତି ଯେ ସାଇଟ୍ ଓପନ୍ ହେଉନାହିଁ ତ ଆମେ କେମିତି ଡାଉନଲୋଡ଼ କରିବା। ତ ଦେଖନ୍ତୁ ତାର ମଧ୍ୟ ପ୍ରୋସେସ୍ ରହିଛି। ସେଇ ପ୍ରୋସେସ୍ କଥା ଯଦି ଆମେ ଦେଖିବା ତ ପ୍ରୋସେସ୍ ଦେଖନ୍ତୁ ହ୍ୱାଟ୍ସଆପ୍ ମାଧ୍ୟମରେ ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀ ନିଜ ନିଜର ଡିଜିଟାଲ ସାର୍ଟିଫିକେଟ୍ ଯାହାକି PDF ଡାଉନଲୋଡ଼ କରିପାରିବେ। ତ ସର୍ବପ୍ରଥମେ ଯାହାକି ରହିଛି ବୋର୍ଡ଼ର ଅଫିସିଆଲ୍ ଯାହାକି ହ୍ୱାଟ୍ସଆପ୍ ନମ୍ବର 7710058192 ଏହି ନମ୍ବରକୁ ସର୍ବପ୍ରଥମେ ଆପଣ ସେଭ୍ କରିନିଅନ୍ତୁ। ସେଭ୍ କରିସାରିଲା ପରେ ସେଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣ ହାଇ କିମ୍ବା BSC ଯାହାକି ମେସେଜ୍ କରିବେ। କରିସାରିଲା ପରେ ସେଥିରେ ଆପଣଙ୍କୁ ତିନୋଟି ଅପସନ୍ ଦେଖାଇବ। ଗୋଟିଏ ରହିଛି ASC, ଗୋଟିଏ ମଧ୍ୟମା, ଗୋଟିଏ SO CS। ତ ଯେହେତୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ASC ଆପଣମାନଙ୍କୁ ସର୍ବପ୍ରଥମେ ଚୁଜ୍ କରିବା ପାଇଁ ପଡ଼ିବ। ତାପରେ ଦେଖନ୍ତୁ ସେଇ ASC 2024ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣଙ୍କର ଯେଉଁ ଦଶମ ଶ୍ରେଣୀ ପରୀକ୍ଷାର ରୋଲ୍ ନମ୍ବର ରହିଛି ସେଇ ରୋଲ୍ ନମ୍ବର ଏଣ୍ଟ୍ରି କରିବେ। ରୋଲ୍ ନମ୍ବର ଏଣ୍ଟ୍ରି କରିସାରିଲା ପରେ ନିଜର ଏଡ଼ମିଟ୍ କାର୍ଡ଼ରେ ଥିବା ଡେଟ୍ ଅଫ୍ ବାର୍ଥକୁ ଏଣ୍ଟର କରିବା ପାଇଁ ପଡ଼ିବ। ତ ପୁରା ପ୍ରୋସେସ୍ ଜାଣନ୍ତୁ ଯାହାଦ୍ୱାରା ଆପଣମାନେ ଡାଉନଲୋଡ଼ କରିପାରିବେ ଏବଂ କୌଣସି ଅସୁବିଧା ଆପଣମାନଙ୍କୁ ହେବ ନାହିଁ। ତ ସେଇ ଡେଟ୍ ଅଫ୍ ବାର୍ଥ ଦେଇସାରିଲା ପରେ ଏଠି ଆପଣଙ୍କର ଗୋଟିଏ ମୋବାଇଲ୍ ନମ୍ବର ଏଣ୍ଟ୍ରି କରିବା ପାଇଁ ପଡ଼ିବ। ତ ମୁଁ କହି ରଖିବି ଏହି ମୋବାଇଲ୍ ନମ୍ବରଟି ଆପଣଙ୍କର ବହୁତ ନିହାତି ଜରୁରୀ ଅଛି, କାରଣ ପରବର୍ତ୍ତୀ ସମୟରେ ଯେତେବେଳେ ବି ଆପଣ ଅନଲାଇନ୍ରେ ଏହି ସାର୍ଟିଫିକେଟ୍ ଡାଉନଲୋଡ଼ କରିବେ ତା ସମୟରେ ଏହି ମୋବାଇଲକୁ OTP ଆସିବ। ତେଣୁ ଆପଣମାନଙ୍କର ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟ୍ରେସନ୍ କରିବା ପାଇଁ ଚାହୁଁଛନ୍ତି ବା ଯେଉଁ ମୋବାଇଲ୍ ନମ୍ବର ଆପଣମାନେ ୟୁଜ୍ କରୁଛନ୍ତି ସେଇ ମୋବାଇଲ୍ ନମ୍ବର ଦେବା ପାଇଁ ଚେଷ୍ଟା କରିବେ। ତାପରେ ଦେଖନ୍ତୁ OTP ଆସିବ। OTP ଆପଣ ସବମିଟ୍ କଲା ପରେ ଏବେ ଆପଣଙ୍କର ଯାହାକି PDF ଆପଣ ସଙ୍ଗେ ସଙ୍ଗେ ଡାଉନଲୋଡ଼ କରିପାରିବେ। ତ ଦେଖନ୍ତୁ ଯଦି ଆମେ ଦେଖିବା ତ ଏଇଟା ଆମର ରହିଛି BSC ଓଡ଼ିଶା ତରଫରୁ ଯେଉଁ ହ୍ୱାଟ୍ସଆପ୍ ନମ୍ବରଟି ଆପଣମାନଙ୍କୁ କହିଲି ସେଠାରେ ସର୍ବପ୍ରଥମେ ଆପଣ ହାଇଟିଏ ମେସେଜ୍ କରନ୍ତୁ। ମେସେଜ୍ କଲା ପରେ ଦେଖନ୍ତୁ ଏଠାରେ ଆପଣଙ୍କର ଆସିବ ଏଇ ଆପଣଙ୍କର ଡିଟେଲ୍ସ ଆସିଗଲା, ଯେଉଁଠି ଆପଣଙ୍କର ଡାଉନଲୋଡ଼ ସାର୍ଟିଫିକେଟ୍ର ଅପସନ୍ ଆସିଗଲା। ତ ଡାଉନଲୋଡ଼ ସାର୍ଟିଫିକେଟ୍ ଅପସନ୍ ଆସିଲା ପରେ ସର୍ବପ୍ରଥମେ ଆପଣମାନଙ୍କୁ ଏଠାରେ ASC ଚୁଜ୍ କରିବା ପାଇଁ ପଡ଼ିବ। ପୁରା ଡିଟେଲ୍ସ ପ୍ରୋସେସ୍ ଦେଖନ୍ତୁ। ASC ଚୁଜ୍ କରିସାରିଲା ପରେ ଯାହାକି ପରବର୍ତ୍ତୀ ଷ୍ଟେପ୍ରେ ଆପଣମାନଙ୍କର ଯାହା ରହିଛି 2024 ତ ଆମେ 2024 ଏଠାରେ କ୍ଲିକ୍ କରିବା। ପୁରା ପ୍ରୋସେସ୍ ଜାଣନ୍ତୁ ଯାହାଦ୍ୱାରା ଆପଣମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିବ ନାହିଁ। ତ 2024 ଏଠାରେ ଆପଣ ଏଣ୍ଟର କରିନେଲେ। 24 ଏଣ୍ଟର କରିସାରିଲା ପରେ ପରବର୍ତ୍ତୀ ସମୟରେ ଯାହାକି ଆପଣଙ୍କ ଦେଖନ୍ତୁ ରୋଲ୍ ନମ୍ବର। ତ এই ରୋଲ୍ ନମ୍ବର ଯାହାକି ରହିଛି ଆପଣଙ୍କର ଏଡ଼ମିଟ୍ କାର୍ଡ଼ରେ ସେଇ ରୋଲ୍ ନମ୍ବର ଆପଣ ସବମିଟ୍ କରିବେ। ତ ବର୍ତ୍ତମାନ ଯାହାକି ଆପଣମାନଙ୍କର ଏଡ଼ମିଟ୍ କାର୍ଡ଼ରେ ଯେଉଁ ରୋଲ୍ ନମ୍ବର ରହିଛି ତ ସେଇ ରୋଲ୍ ନମ୍ବରକୁ ଏଠାରେ ଭଲ ଭାବରେ ଏଣ୍ଟର କରିନେବେ। ତ ରୋଲ୍ ନମ୍ବର ଏଣ୍ଟର କରିସାରିଲା ପରେ ପୁଣି ଥରେ ତାକୁ ସେଣ୍ଡ କରିନେବେ। ତ ସେଣ୍ଡ କଲା ପରେ ଦେଖନ୍ତୁ ଏଠି ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଆପଣମାନଙ୍କୁ ମାଗିବ, ଅର୍ଥାତ୍ ଆପଣଙ୍କର ଯେଉଁ ଏଡ଼ମିଟ୍ କାର୍ଡ଼ରେ ଯେଉଁ ଡେଟ୍ ଅଫ୍ ବାର୍ଥ ରହିଛି ସେଇ ଡେଟ୍ ଅଫ୍ ବାର୍ଥ ଏଠାରେ ଆପଣ ଏଣ୍ଟର କରିବେ।
तो डेट ऑफ बर्थ भल भाव में एंटर कर सारा पर देखंतु एटा आपनकर पूरा टिके स्लो प्रोसेस रहिबो जेहेतु साइड वर्तमान जस्ट ओपन होला पर मु आपण मानको पई वीडियो बनाउछु तेणु हुए तो साइड रे टिके विलंब देखि पारे तेणु टिके वेट करिया पई पड़िबो पूरा डिटेल्स प्रोसेस देखंतु यूट्यूब रे प्रथम थर आपण मानको पई ताकि खूब जल्दी मु वीडियोटी आपण मानको पई बनैली जहा द्वारा समस्तंकर डाउट क्लियर हो पारिबो। तो डेट ऑफ बर्थ दे सारा पर टिके आपनको वेट करिया पई पड़िबो जेहेतु प्रथम थर पई नुआ प्रोसेस रे चली एवं व्हाट्सएप माध्यम बहुत सारा साइड वर्तमान चलुव तेणु टिके अपेक्षा करेंगे। तो देखंतु एटा डिटेल्स आपन दे सारा पर एठी आपनकर जहाँकि सम टेक्निकाल इश्यू आपको देखा तेणु तापाई किसी ओरिड हबार ना आउ नेक्स्ट टाइम आपण मैंने आउ थे ट्राए करेंगे किंतु मन रखिए यार परवर्ती प्रोसेस रे मुझे पूर्वर कहीदेली आपन को जहाँकि निजर मोबाइल नंबर या पर एंटर करेंगे मोबाइल नंबर एंटर कर सारापर ओटीपी सबमिट कर निज निजर जहाँकि सर्टिफिकेट डाउनलोड करेंगे। तेणु आशा करुँच समस्ते यह करेंगे एथिरे कौन संदेह